ବହୁତ ବର୍ଷ ଆଗର କଥା। ଗୋଟିଏ ଗାଁରେ ଗୋଟିଏ ବୁଢ଼ାଟିଏ ରହୁଥିଲା। ତା ପାଖରେ ଗୋଟିଏ ଗଧ ଥିଲା। ସେ ଗଧଟା ବୁଢ଼ା ହେଇଯାଇଥିଲାଣି। ସେ ଗଧ ଏବେ ତା ମାଲିକ ପାଇଁ ବେଶୀ କାମ କରି ନ ପାରୁଥିଲା। ଗୋଟିଏ ଦିନ ସେ ଜଙ୍ଗଲରେ ଘାସ ଖାଉଥିଲା। ଘାସ ଖାଉଥିବା ବେଳେ ଗୋଟିଏ ଛୋଟିଆ କୂଅ ଭିତରେ ପଡ଼ିଗଲା। ସେ ଗଧଟା କୂଅ ଭିତରୁ ବାହାରିବା ପାଇଁ ବହୁତ ଚେଷ୍ଟା କଲା। କେତେ ଡେଇଁଲା ହେଲେ ବାହାରି ପାରିଲାନି। ସେ ଗଧଟା ଏହା ଦେଖିକି ଡରିଗଲା। ଜୋର ଜୋରରେ ଚିଲେଇବାକୁ ଲାଗିଲା। ଠିକ୍ ସେତିକି ବେଳେ ଗଧର ମାଲିକର ପାଖ ଘରର ଜଣେ ସେ ବାଟ ଦେଇ ଯାଉଥିଲା। ସେ ଗଧର ଚିଲେଇବାର ଶବ୍ଦ ଶୁଣିଲା ଆଉ ସେ କୂଅ ପାଖକୁ ଗଲା। ଆଉ କୂଅ ଭିତରେ ଦେଖିଲା ଯେ ସେ ବୁଢ଼ା ଲୋକର ଗଧଟେ ଭିତରେ ପଡ଼ିଛି। ସଙ୍ଗେ ସଙ୍ଗେ ସେ ଗାଁକୁ ଗଲା ଆଉ ସେ ଗଧର ମାଲିକକୁ ସବୁ କଥା କହିଲା। ଯେମିତି ସେ କଥା ଜାଣିପାରିଲା, ଗାଁ ଲୋକଙ୍କ ସହ ସେ କୂଅ ପାଖକୁ ଗଧକୁ ବଞ୍ଚେଇବାକୁ ଗଲେ। ଯେମିତି ସେ ବୁଢ଼ା ଲୋକ କୂଅ ଭିତରକୁ ଦେଖିଲା ବେଳକୁ ତା ଗଧ ଭିତରେ ପଡ଼ିଛି। ସେ ଗଧର ମାଲିକ ଆଉ ଗାଁ ଲୋକ ମିଶିକି ଗଧକୁ ବାହାର କରିବା ପାଇଁ ବହୁତ ଚେଷ୍ଟା କଲେ, ହେଲେ କେହି ବି ବାହାର କରିପାରିଲେନି। ବାହାର କରିବା ପାଇଁ କେତେ ଚେଷ୍ଟା କଲେ ହେଲେ ବି ପାରିଲେନି। ଏହା ଦେଖିକି ସେ ଗଧର ମାଲିକଟା ବହୁତ ଦୁଃଖ ହେଇଗଲା। ସେତେବେଳେ ଗଧର ମାଲିକଟା ଭାବିଲା କି ଗଧଟା ତ ବହୁତ ବୁଢ଼ା ହେଇଗଲାଣି। ତାପରେ ସେ ଗଧର ମାଲିକ ଆଉ ସେ ଗାଁ ଲୋକେ ଗଧକୁ ସେଇଠି ପୋତି ଦେବାକୁ ବିଚାର କଲେ। ସମସ୍ତେ ସେ କୂଅ ଭିତରକୁ ମାଟି ପକାଇବାର ଆରମ୍ଭ କଲେ। ସେତେବେଳେ ସେ ଗଧଟି ବୁଝି ପକାଇଲା କି ମୋ ସହିତ କ'ଣ ହେଉଛି। ଏହା ଭାବିକି ସେ ଗଧଟା ବହୁତ ଦୁଃଖ ହେଇଗଲା। ସେ ଆଗରୁ ବି ଏତେ ପ୍ରୋବ୍ଲେମରେ ଥିଲା ଆଉ ତା ମାଲିକ ତାକୁ ଜିଅନ୍ତା ପୋତି ଦେବାର ଭାବୁଛି। ଏହା ଭାବିକି ସେ ଗଧଟା ବହୁତ ଜୋର ଜୋରରେ ଚିଲେଇବାକୁ ଲାଗିଲା। ହେଲେ ସେ ଲୋକମାନେ ତା ଉପରେ ମାଟି ପକାଉଥିଲେ। କିଛି ସମୟ ମାଟି ପକାଇଲା ପରେ ସେ ତା ମାଲିକଟା କୂଅ ଭିତରକୁ ଦେଖିଲା। ସେ ଦେଖିକି ହଇରାଣ ହୋଇଗଲା। ସେ ଦେଖିଲା କି ଯେତେବେଳେ ସବୁ ଲୋକ ଗଧ ଉପରେ ମାଟି ପକାଉଥିଲେ, ତା ପିଠିକୁ ଝାରିକି ମାଟିକୁ ତଳେ ପକାଇ ଦେଉଥିଲା। ସେ ମାଟି ଉପରେ ଛିଡ଼ା ହୋଇଯାଉଥିଲା। କିଛି ସମୟ ପରେ ସବୁ ଲୋକ ହଇରାଣ ହୋଇଗଲେ, କାହିଁକି ନା ସେ ଗଧଟା ଏମିତି କରି କରି ବହୁତ ଉପରକୁ ଆସିଯାଇଥିଲା। ଯେତେବେଳେ ବହୁତ ଉପରକୁ ଆସିଲା, ସେ କୂଅ ଭିତରୁ ଡେଇଁକି ବାହାରକୁ ବାହାରିଗଲା। ଯଦି ଆମେ ଆମ ଜୀବନକୁ ଦେଖିବା, ଆମକୁ ବି ବହୁତ କଷ୍ଟକୁ ସାମ୍ନା କରିବାର ପଡ଼ିଛି। ତଥାପି ଆମେ ବୁଝିପାରୁନୁ ଯେ ଆମକୁ କ'ଣ କରିବା ଦରକାର। ଯେତେ ପ୍ରୋବ୍ଲେମ୍ ଆସୁ ପଛେ ଆମକୁ ପଛକୁ ଘୁଞ୍ଚିବା କଥା ନୁହେଁ। ପ୍ରୋବ୍ଲେମ୍କୁ ସାମ୍ନା କରି ଆଗକୁ ବଢ଼ିବା କଥା। ଯଦି ସେ ଗଧ ସାହସ ହାରି ଯାଇଥାନ୍ତା, ହେଲେ ଆଜି ସେ ମରିଯାଇଥାନ୍ତା। ହେଲେ ସେ ଗଧ ସାହସ ହାରିଲାନି। ତା ଉପରେ ଯେତେ ମାଟି ପଡ଼ିଲେ ବି ତଳେ ପକାଇକି ତା ଉପରେ ଛିଡ଼ା ହୋଇଯାଉଥିଲା। ଆଉ ସେ କୂଅ ଭିତରୁ ବାହାରକୁ ବାହାରିଗଲା। ଠିକ୍ ସେମିତି ଆମର ବି ସାହସ ହାରିବା କଥା ନୁହେଁ। ଟିକେ ଶାନ୍ତିରେ ସେ ପ୍ରୋବ୍ଲେମ୍ ବିଷୟରେ ଟିକେ ଭାବିବା କଥା। ତ ଆଜି ପାଇଁ ଏତିକି। ପୁଣି ଦେଖା ହେବା ନୂଆ କାହାଣୀ ସହିତ।